ପୁରୀ ଶ୍ରୀକ୍ଷେତ୍ରରେ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଲୋକଙ୍କୁ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଅର୍ପଣ ରଥ ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ବ୍ଲକରେ ପରିକ୍ରମଣ କରିଛି। ଅର୍ପଣ ରଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ପ୍ରତିଟି ହୃଦୟର ସ୍ପନ୍ଦନ, ପ୍ରତ୍ୟେକ ଜୀବର ଜୀବନସତ୍ତା। ତାଙ୍କ ନାମ ଆଜି ପ୍ରକମ୍ପିତ ହୋଇଉଠିଛି ଗାଁ ଗାଁରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚଳିତ ମାସ 17 ତାରିଖ ଲୋକାର୍ପିତ ହେବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ସାକ୍ଷୀ ରହିବ ପ୍ରତିଟି ଓଡ଼ିଆ। ସମସ୍ତଙ୍କ ପ୍ରାଣରେ ସଞ୍ଚରିତ ହେବ ଜୟ ଜଗନ୍ନାଥ ଧ୍ୱନି। ଜଗନ୍ନାଥ ସଂସ୍କୃତି ଓ ଶ୍ରୀ ଜଗନ୍ନାଥ ଚେତନାକୁ ରୁଧିମନ୍ତ କରିବା ଲକ୍ଷ୍ୟରେ ରାଜ୍ୟରେ ଗଡ଼ିଛି ଅର୍ପଣ ରଥ। ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପ୍ରଭୁଙ୍କ ପାଇଁ ସମର୍ପଣ ଓ ସଂକଳ୍ପର ପ୍ରତୀକ ଅକ୍ଷତ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର 9ଟି ପଞ୍ଚାୟତର ଗ୍ରାମ ସମୂହରୁ ଅର୍ପଣ ରଥ ମାଧ୍ୟମରେ ଏହି ଅକ୍ଷତ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ହେଉଛି। ଆଜି ପ୍ରଥମ ଦିନରେ କୋଲାବିରା ବ୍ଲକର ଦଣ୍ଡାବୁଡ଼, ପାଚିରବନ୍ଦ, ତରେଇକେଲା, ହାଜୁପଡ଼ା, ଭେଜିକୁଦ, ଭଙ୍ଗାମୁଣ୍ଡା, ଜଲିଡିହି, ପଟାପଡ଼ା, ସାଲେପାଲି ଗ୍ରାମର ବିଭିନ୍ନ ପଡ଼ା ସାହିକୁ ଆଜି ସମର୍ପଣ ରଥ ପରିକ୍ରମା କରିଥିଲା। କୋଲାବିରା ବ୍ଲକରେ 2ଟି ସମର୍ପଣ ରଥକୁ ସୂର୍ଯ୍ୟୋଦୟ ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇ ପରିକ୍ରମା ପାଇଁ ଶୁଭାରମ୍ଭ କରାଯାଇଛି। ଆଜି କୋଲାବିରା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିବା ବେଳେ ପଞ୍ଚାୟତ ସମିତିର ଯୋଜନା ଅନୁସାରେ 2ଟି ଅର୍ପଣ ରଥ ଅନ୍ୟ ପଞ୍ଚାୟତ ଅଞ୍ଚଳର ସମସ୍ତ ଗ୍ରାମକୁ ପରିକ୍ରମଣ କରିବ। ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରରୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ କୋଲାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ପଣ୍ଡା ଶୁଭାରମ୍ଭ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ପ୍ରଭୁଙ୍କ ଆଜ୍ଞାମାଳ ଅଣାଯାଇ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା। ଅର୍ପଣ ରଥ ସହିତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲା ପରିଷଦ ସଭ୍ୟ ନୂପଲାଲ ପଶାୟତ, ସରପଞ୍ଚ ଚେତାନନ୍ଦ ନଈ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଭାଶିଷ ଦାସ, ଏବିଡିଓ ରାଜେଶ ରୋଶନ ଗୁଡ଼ିଆ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଞ୍ଜିତ ପ୍ରଧାନ, ବିଜେଡି ବ୍ଲକ ଯୁବ ସଭାପତି ପ୍ରବୀଣ ସାହୁ, ଶ୍ରୀମନ୍ତ ସାହୁ, ବୁଲୁ ମହାପାତ୍ର, ସୁକାନ୍ତ ଶେଖର ବୈଦାର, ଚିତ୍ରସେନ ସମର୍ଥା, କନିଷ୍ଠ ଯନ୍ତ୍ରୀ କ୍ଷମାଶୀଳ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ ଗଣ୍ଡ, ଜନ୍ମାଜୟ ସାହୁ, ରାଜେଶ କୁମାର ପାଢ଼ୀ, ସୁଦାମ ଚରଣ ତ୍ରିପାଠୀ ସମେତ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ଏହି ରଥକୁ ପ୍ରତି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ମିଳିଥିଲା। ରଥ ପହଞ୍ଚିବା କ୍ଷଣି ହରିବୋଲ, ହୁଳୁହୁଳି, ସଂକୀର୍ତ୍ତନ, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇପଡ଼ିଥିଲା ଗାଁ ଗଣ୍ଡା। ପ୍ରତି ଦୁଆରେ ରଥ ପହଞ୍ଚିବା ମାତ୍ରେ ମାଆମାନେ ଅକ୍ଷତ ଚାଉଳ ଓ ଗୁଆ ଉର୍ଦ୍ଦିଷ୍ଟ ପାତ୍ରରେ ଅର୍ପଣ କରିଥିଲେ। ପ୍ରତିଟି ଗାଁରେ ଏବେ ଜଗନ୍ନାଥଙ୍କୁ ନେଇ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏହି ମୁହୂର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହି କ୍ରମରେ ଶନିବାରଠାରୁ 17 ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଏବଂ ବ୍ଲକର ଜଗନ୍ନାଥ ସଂସ୍କୃତି ସହିତ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।